ଅନେକ ଲୋକମାନେ ଆଜି ଅନେକ ନ୍ୟୁଜ ଦେଖିକି ଇତସ୍ତତ ହଉଥିବେ, କିନ୍ତୁ ପ୍ରଭୁ ଆମମାନଙ୍କୁ ଏପରି ସୁଯୋଗ ଦେଇଛନ୍ତି ଯାହାକି ଆମେ ଇତସ୍ତତ ହଉନାହୁଁ, ଆମେ ଭୟଭୀତ ହଉନାହୁଁ। କାରଣ ସୁଯୋଗ ଦେଇଛନ୍ତି ଯାହାକି ଆମମାନେ ତାଙ୍କଠାରୁ ରବ ଶୁଣିପାରିବା, ତାଙ୍କଠାରୁ ଆମମାନେ କିଛି ବିଷୟକୁ ଜାଣିପାରିବା। ଏପରି ସମୟ ଆମମାନଙ୍କୁ ପ୍ରଭୁ ଦେଇଛନ୍ତି। ଅନେକ ଲୋକମାନେ ଭୟଭୀତ ହଉଛନ୍ତି, ସତ କଥା। ଆମେ ଜାଣିଛୁ ଯେଉଁମାନେ ପ୍ରଭୁଙ୍କ ଠାରେ ଅଛୁ ଆମେ ଭୟଭୀତ ହେବା ନାହିଁ, କାରଣ ଯେପରି ଆମେ ବାକ୍ୟ ଦ୍ୱାରା ଜାଣିଛୁ ଯେ ଏପରି ଚିହ୍ନ ଏବଂ ଲକ୍ଷଣ ତୁମ୍ଭମାନଙ୍କ ନିକଟକୁ ଦେଖାଯିବ, ଆସିବ, ଘଟିବ, ଆଉ ତୁମ୍ଭେମାନେ ସେଥିରେ ଭୟଭୀତ ହୁଅ ନାହିଁ। ପ୍ରଭୁ ଆମମାନଙ୍କୁ ଏକ ସୁନ୍ଦର ସୁଯୋଗ ଦେଇଛନ୍ତି ଯାହାକି ପବିତ୍ର ଧର୍ମଶାସ୍ତ୍ର ବାଇବେଲ। ଆମେ ତାହା ପଢି ଆମେ ଜାଣିପାରିଛୁ ଯେ ଆମେ ଆଜି ଭୟ କରିବା ନାହିଁ। ପ୍ରଭୁଙ୍କର ଦିନ ଆସୁଅଛି, ସେଥିପାଇଁ ପ୍ରଭୁ ଆମମାନଙ୍କୁ ତିଆରି କରିବା ପାଇଁ ଚାହାନ୍ତି। God want to make us be perfect in our life. ଆମ ଜୀବନରେ କିପରି ତିଆରି ହେବା, ଗୋଟିଏ କଥାକୁ ଗୋଟିଏ ବିଷୟକୁ ମୁଁ କହିବି। ଆଜି ଜଗତରେ ଯଦି ଗୋଟିଏ ଜାଗାର ଅନ୍ୟ ଜାଗାକୁ କନେକ୍ସନ କରିବା ପାଇଁ ଯଦି ଚାହୁଁ, ଆପଣ ମାନେ ଜାଣନ୍ତି ତାହା ଓଡ଼ିଆରେ ମୁଁ କହିବା ପାଇଁ ଚାହେଁ, ତାହାକୁ ଆମେ କଣ କହୁ? ଫୁସୁରୁ ଫାସୁରୁ କାନ କୁହା ଅଦଳ ବଦଳ କାର୍ଯ୍ୟାଳୟ, ତାହାକୁ ଟେଲିଫୋନ ଏକ୍ସଚେଞ୍ଜ ଅଫିସ ବୋଲି କୁହାଯାଏ। ଆପଣମାନେ ଏ ବିଷୟରେ ଜାଣିଥିବେ। ତାହାକୁ ଫୁସୁରୁ ଫାସୁରୁ କାନ କୁହା ଅଦଳ ବଦଳ କାର୍ଯ୍ୟାଳୟ, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କନେକ୍ସନ କରିବା ପାଇଁ ବା ପରଫେକ୍ଟ ନ୍ୟୁଜ ପହଞ୍ଚାଇବା ପାଇଁ ଆଜି ଏକ ଏପରି ଗୋଟିଏ କାର୍ଯ୍ୟାଳୟ ତିଆରି ହେଇଛି, ତାହା ଟେଲିଫୋନ ଏକ୍ସଚେଞ୍ଜ ଅଫିସ ବୋଲି କୁହାଯାଏ। ଓଡ଼ିଆରେ ତାକୁ ଅଦଳ ବଦଳ କାନ କୁହା ମାନେ କାର୍ଯ୍ୟାଳୟ, ଫୁସୁରୁ ଫାସୁରୁ, ଯୋଉଟା କି ଦିରେ କୁହାଯାଏ। ମୁଁ ସେଇ ବିଷୟରେ ଆଜି କହିବାକୁ ଯାଉନାହିଁ, କିନ୍ତୁ ଆମେ ଯେ ସେହିପରି ଏକ ଅଫିସ ସିଲେକ୍ଟେଡ ବ୍ୟକ୍ତି ମାନେ ଅଟୁ, ଯୋଉମାନେ କି ଆମେ କାନ କୁହା କାର୍ଯ୍ୟାଳୟରେ କାର୍ଯ୍ୟ କରୁଛୁ, ଯାହାକି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କନେକ୍ସନ କରିପାରୁଛୁ ଅଦଳ ବଦଳ କରି। ଆମେ ଏଇ ଜେନେରେସନରେ ଏପରି କାର୍ଯ୍ୟ କରିବାକୁ ଚାହୁଁଅଛୁ ଯାହାକି ଅନେକ ପବିତ୍ର ଧର୍ମଶାସ୍ତ୍ର ବାଇବେଲର ଅନେକ ବ୍ୟକ୍ତି ବିଶେଷ ମାନେ କରିକି ଆସିଅଛନ୍ତି। ଗତ ସପ୍ତାହରେ ଆମେ ଯେତେବେଳେ ଦେଖୁଥିଲୁ, ପରମେଶ୍ୱର ଯେପରି କହିଲେ, ଆମ୍ଭେ ଯାହା କହିଅଛୁ ତୁମ୍ଭେ ତାହା କୁହ, କିଛି ଆଉ ସେଥିରେ ସଂଯୋଗ କର ନାହିଁ। କିନ୍ତୁ କଣ ସଂଯୋଗ? ଆମେ ବ୍ୟକ୍ତିକୁ ବ୍ୟକ୍ତି ସହିତରେ ସଂଯୋଗ କରିବା କାର୍ଯ୍ୟ। ଯେପରିକି ପୁରାତନ ନିୟମର ଅନେକ ବ୍ୟକ୍ତି ମାନେ ପ୍ରଭୁଙ୍କ ରାଜ୍ୟ ନିମନ୍ତେ, ସ୍ୱର୍ଗ ରାଜ୍ୟ ନିମନ୍ତେ ଅନେକଙ୍କୁ ସଂଯୋଗ କରୁଥିଲେ, ତ ଆମେ ମଧ୍ୟ ସଂଯୋଗର ଅର୍ଥ ଯଦି ଆମେ ଗୋଟିଏ ଭାଷା ଇଂଲିଶରେ କହିବା, ତାହାକୁ ଯାକୁ ବ୍ରିଜ ବୋଲି କୁହାଯାଏ, ତାକୁ ଶଙ୍ଖ ବୋଲି ଆମେ କହୁଛୁ, କିନ୍ତୁ ଯଦି ଶୁଦ୍ଧ ଓଡ଼ିଆକୁ ଦେଖିବା ତାକୁ ସଂଯୋଗ। ଅନ୍ୟ ପାର୍ଶ୍ୱରୁ ଏଇ ପାର୍ଶ୍ୱକୁ ଯିବା ନିମନ୍ତେ ମଝିରେ ଗୋଟିଏ ସଂଯୋଗ ଥାଏ। ତ ଆମ୍ଭେ ମଧ୍ୟ ଏକ ସଂଯୋଗକାରୀ ଅଟୁ, ଯାହାକୁ କି ଜଗତରୁ ସ୍ୱର୍ଗ ରାଜ୍ୟକୁ ନେବା ନିମନ୍ତେ ଆମେ ବ୍ରିଜ ହେଇଥାଉ। ଯେପରି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗକୁ ନେବା ନିମନ୍ତେ ପୃଥିବୀକୁ ଆସିଲେ ଏବଂ ସେ ଆମମାନଙ୍କୁ ନିମନ୍ତେ ଏକ ବ୍ରିଜ ବା ଯେପରିକି ଆଡଭୋକେସି ବା ଆଡଭୋକେଟ କୁହାଯାଏ, ଆଶ୍ଚର୍ଯ୍ୟ ମନ୍ତ୍ରୀ କୁହାଯାଏ, ସେଇ କାର୍ଯ୍ୟ କଲେ। ଆଜି ମଧ୍ୟ ଆମେ ଯୋଉମାନେ କି ଜଗତ ଆଜି ପତନ ଆଡକୁ ଯାଉଅଛି, ଅନେକ ଲୋକମାନେ ନଷ୍ଟ ହଉଛନ୍ତି, ଅନେକ ଆଜି ଜଳରେ, ଭୂମିକମ୍ପରେ, ବୋମା ବ୍ଲାଷ୍ଟ ହେଇକି ଅନେକ ପ୍ରକାର ସମସ୍ୟା ବିପଦ ଘଟି ଅନେକ ଲୋକମାନେ ଆଜି ଜଗତରୁ ବିଦାୟ ନେଉଛନ୍ତି ୱିଦାଉଟ୍ ନୋଇଂ ଜିସସ୍ ଖ୍ରାଇଷ୍ଟ। ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟକୁ ନ ଶୁଣି ସେମାନେ ଜଗତରୁ ବିଦାୟ ନେଉଛନ୍ତି। ସେଥିପାଇଁ ଆମମାନଙ୍କୁ ଆଜି ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ
ଏପରି ଭାବରେ ନିଯୁକ୍ତ କରିଅଛନ୍ତି। ଆମେ ଅଲରେଡି ପ୍ରିପେୟାର୍ଡ ଅଛୁ। ଯୀଶୁଖ୍ରୀଷ୍ଟଙ୍କୁ ପୃଥିବୀକୁ ଆସିବା ପରେ ଆମେ ଦେଖୁଛୁ 2025 ଆଜି ଚାଲିଛି। ତ ଆମେ ଅଲରେଡି ଜନ୍ମ ହେଇଛୁ, ଯୀଶୁଙ୍କ ବିଷୟରେ ଜାଣିଛୁ, ଯୀଶୁଙ୍କ ବିଷୟରେ ଅନ୍ୟକୁ କହୁଛୁ, ଆଉ ଯୀଶୁଙ୍କ ବିଷୟରେ ଆମମାନେ ପ୍ରତ୍ୟେକ ଦିନ ଆମମାନେ ଚିନ୍ତା କରୁଛୁ। ତ वी आर ऑलरेडी प्रिपेयर्ड। ଆମମାନେ ନିଜକୁ ପ୍ରସ୍ତୁତ କରି ସାରିଛୁ, କିନ୍ତୁ ଆମ କାର୍ଯ୍ୟ ଏବେ ଅନ୍ୟକୁ ପ୍ରସ୍ତୁତ କରାଇବା। ପୁରାତନ ନିୟମରେ ଯେତେବେଳେ ଆମମାନେ ଅନେକ ବ୍ୟକ୍ତିମାନଙ୍କୁ ଦେଖିବା, ସେମାନଙ୍କ ମଧ୍ୟରୁ ଜଣେ ଯିଶାୟ ଭବିଷ୍ୟତ ବକ୍ତା, ଯିଏକି ପରମେଶ୍ୱରଙ୍କୁ ସେ କୁହନ୍ତି ଯେ ପରମେଶ୍ୱର ଯାହା କୁହନ୍ତି ସେ ଅନ୍ୟକୁ ତାହା କୁହନ୍ତି। ସେଇ ବ୍ୟକ୍ତି ଯେ ଏତେ ଉତ୍ତମ ବ୍ୟକ୍ତି ଅଟନ୍ତି, ଯାହାକି ପ୍ରଭୁଙ୍କ ଠାରୁ ଶୁଣିଥାନ୍ତି, ସେ କହିଥାନ୍ତି ଆଶ୍ଚର୍ଯ୍ୟ ବିଷୟ ଗୁଡାକ ସେ କୁହନ୍ତି, ଯାହାକି ପୁରାତନ ନିୟମରେ ଆମେ ଦେଖିବାକୁ ପାଉଛୁ। ସେ ଭବିଷ୍ୟ ବକ୍ତା ଅଟନ୍ତି। ସେ କହିଥାନ୍ତି ଡାଇରେକ୍ଟ ପ୍ରିଚିଂ, ତାଙ୍କର ଡାଇରେକ୍ଟ କଥାବାର୍ତ୍ତା କରିବା, ଅନ୍ୟ ନିକଟକୁ ବାକ୍ୟ ପହଞ୍ଚେଇବା, ଯୋଦ୍ୱାରା କି ତୁମେ ପ୍ରୋଟେକ୍ସନ ବା ତୁମର ଜୀବନର ଉଦ୍ଧାରତାକୁ ପାଇପାରିବ, ରକ୍ଷା ପାଇପାରିବ। ଆଜି ଆମେ ଦେଖୁଛୁ ଅନେକ ଆନାଉନ୍ସମେଣ୍ଟ କରନ୍ତି, ଅନେକ ଗଭର୍ଣ୍ଣମେଣ୍ଟ ପାଣିପାଗ ସୂଚନା ଦିଅନ୍ତି ରକ୍ଷା କରିବା ନିମନ୍ତେ। ତମେ ଯାଅ, ତମେ ଜାଗା ଛାଡିକି ଯାଅ, ତମେ ପାହାଡ ଛାଡିକି ପଳାଅ, ତମେ ଗ୍ରାମ ଛାଡିକି ପଳାଅ, ସମୁଦ୍ର କୂଳରୁ ତୁମମାନେ ପଳାଅ, ଯୋଦ୍ୱାରା ତୁମେ ମାନେ ରକ୍ଷା ପାଇବ। ତୁମ ନିମନ୍ତେ ଏକ ଉଦ୍ଧାର ସ୍ଥାନ, ରକ୍ଷା ସ୍ଥାନ ପ୍ରସ୍ତୁତ କରାଯାଇଛି। ତମେ ସେହି ଜାଗାରେ ଯାଇ ଏକତ୍ରିତ ହୁଅ। ତୁମମାନଙ୍କ ନିମନ୍ତେ ଖାଦ୍ୟ ରଖାଯାଇଛି, ତୁମମାନଙ୍କୁ ରିଲିଫ ବଣ୍ଟାଯିବ। এই ପ୍ରକାର ମାଇକରେ ସେମାନେ କହିକି ସେମାନେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି। only for the world, ଆମମାନଙ୍କର ଜଗତର ବିଷୟରେ ସେମାନେ ରକ୍ଷା କରିପାରନ୍ତି, କିନ୍ତୁ ପ୍ରାଣକୁ ରକ୍ଷା କରିବା ପରମେଶ୍ୱରଙ୍କର ସେଇ ଦାୟିତ୍ୱ। ଆମମାନଙ୍କୁ ଜୀବନ ଏବଂ ପ୍ରାଣକୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଏକ ବ୍ରିଜ ତିଆରି କଲେ, ଯୋଉ ବ୍ରିଜ କି ଆମେ ଜଗତର ଲୋକଙ୍କୁ ଯେ ସ୍ୱର୍ଗ ଆଡକୁ ମୁହେଇ ନେଇ ପାରିବା, ସେମାନଙ୍କୁ ସେଇ ଜାଗାକୁ ନେଇପାରିବା। এই ସମୟରେ ଆସୁ ଗୋଟିଏ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ ଆମେ ଅଧ୍ୟୟନ କରିବା। ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 43 ଅଧ୍ୟାୟ 10 ପଦ। ସୁନ୍ଦର ବାକ୍ୟ, ଯାହାକି ଆମେ ଶୁଣିବାକୁ ପାଉଛୁ। ତାଙ୍କ ଜାତି, ତାଙ୍କ ଗୋଷ୍ଠୀ ପାଇଁ ପ୍ରଭୁ ଏକ ମନୋନୀତ ବ୍ୟକ୍ତିଙ୍କୁ ସେ ସିଲେକ୍ଟେଡ କରନ୍ତି। ୟୁ ଆର୍ କଲ୍ଡ ଟୁ ବି ପ୍ରିଚ୍। ଆମମାନଙ୍କୁ ପ୍ରଭୁ କହିବାକୁ ଚାହାନ୍ତି ଯିଶାୟ ଭବିଷ୍ୟତ ବକ୍ତାଙ୍କ ତରଫରୁ, ଯେ ଭବିଷ୍ୟ ବକ୍ତାଙ୍କୁ ସେ କଣ କଲେ, ଜାତିକୁ ଉଦ୍ଧାର କରିବା ନିମନ୍ତେ ଡାଇରେକ୍ଟ ପ୍ରିଚ୍ କର, ପ୍ରଚାର କର, କୁହ ଯେ ସେମାନେ ଯେପରିକି ମୋହର ବିଷୟକୁ ସେମାନେ ବିଶ୍ୱାସ କରିବେ, ମତେ ସେମାନେ ଯେପରିକି ମୋ ଉପରେ ଭରସା କରିବେ, ସେମାନେ ଉଦ୍ଧାର ପ୍ରାପ୍ତ ପାଇବେ, ସେମାନେ ରକ୍ଷା ପ୍ରାପ୍ତ ପାଇବେ, ସେମାନେ ମୋହର ଲୋକ ହେବେ। ଅନ୍ୟ ବିଷୟ କିଛି ନଥିଲେ। କିପରି ବିଶ୍ୱାସ କରାଯିବ? ଆଜି ଅନେକ ଲୋକମାନେ ଯେତେବେଳେ ବାତ୍ୟା ଆସୁଛି ବୋଲି କହିଲେ ସେମାନେ ବିଶ୍ୱାସ କରନ୍ତି, ସେମାନେ ଟିଭି ନ୍ୟୁଜ ଦେଖନ୍ତି। ତାଠାରୁ ଯେ ଅଧିକ ଆମମାନେ ବାଇବେଲକୁ ଦେଖୁ, ଯାହାକି ଜୀବନ୍ତ ବାକ୍ୟ, ତାହା ଆମମାନଙ୍କ ନିମନ୍ତେ ଏବେ ନୁହଁ, ଆମେ ଯେଉଁ ଦିନଠୁ ଜନ୍ମ ଗ୍ରହଣ କଲେ ସେଇ ଦିନଠୁ ତାହା ଉଦ୍ଧୃତ ଅଟେ। ଆଜି ମଧ୍ୟ ତାହା ଅଛି। এই ଶେଷ ଘଡ଼ି ସନ୍ଧି ମଧ୍ୟରେ ପ୍ରଭୁ ଆମମାନଙ୍କୁ ଏଇ କଥା କହିବାକୁ ଚାହାନ୍ତି। ଆମମାନଙ୍କୁ କୌଣସି ବିଷୟ, ଆମେ ଜଗତର ରକ୍ଷା ଖାଲି ନୁହଁ, ଆମେ ଯେପରି ଅନନ୍ତ ଜୀବନର ରକ୍ଷା ନିମନ୍ତେ ଆମେ ଅନ୍ୟମାନଙ୍କୁ ଘୋଷଣା କରୁଛୁ କରିବା। ସେ ଜାତିକୁ କହୁଛନ୍ତି, he was direct preaching to the nation। ସମସ୍ତ ଗୋଷ୍ଠୀ ମାନଙ୍କୁ ସେ କହୁଛନ୍ତି, ସମସ୍ତ ଲୋକମାନଙ୍କୁ କହୁଛନ୍ତି। ସେ ଏପରି କହିବାକୁ ଚାହାନ୍ତି ଯେ ମୋହର ଜାତି, ମୋହର ଲୋକମାନେ ତୁମେ ରକ୍ଷା ପ୍ରାପ୍ତ ହେବ, ତୁମେ ଉଦ୍ଧାର ପାଇବ, ତୁମେ ବିଶ୍ୱାସ କର। ଯେତେବେଳେ ନୂତନ ନିୟମକୁ ଯାଉଛୁ, ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 16 ପଦରେ, ଯୋଉମାନେ ବିଶ୍ୱାସ କଲେ ସେମାନେ ବିନଷ୍ଟ ନୋଇ ଅନନ୍ତ ଜୀବନ ପ୍ରାପ୍ତ ହେବେ। ବିଶ୍ୱାସ। ଆଜି ଯେତେବେଳେ କି ବାତ୍ୟା ପାଇଁ ଲୋକମାନେ ଘୋଷଣା କରୁଛନ୍ତି, ସେତେବେଳେ ଅନେକ ଲୋକମାନେ ବିଶ୍ୱାସ କରନ୍ତି।
ଯେତେବେଳେ ମୁଁ କାଲି ମଧ୍ୟ ସନ୍ଧ୍ୟାରେ ଯେତେବେଳେ ଚିନ୍ତା କରୁଥିଲି କି ପ୍ରକାର ଭୟଙ୍କର ତୋଫାନ ହେବ, ମୋ ପରିବାର ଲୋକମାନେ ମୋର ପିଲାମାନେ ବାହାରେ ଅଛନ୍ତି, ବେଳେ ବେଳେ ମୁଁ ଏ ପ୍ରକାର ଭାବେ, କିନ୍ତୁ ମୁଁ ବିଶ୍ୱାସ କରେ ସେମାନଙ୍କୁ କହିଲି ତମେ କେବେ ମଧ୍ୟ ଅଧୈର୍ଯ୍ୟ ହବ ନାହିଁ। ମୋର ସାନ ପୁଅ ବାହାରକୁ ଯାଇଛନ୍ତି, ସେ ଆନ୍ଧ୍ରପ୍ରଦେଶରେ ଅଛନ୍ତି, ଆଉ ମୁଁ ନିଜକୁ ଭୟଭୀତ ହେଇଗଲି କେତେବେଳେ କଣ ହେଇପାରେ। କିନ୍ତୁ ମତେ ପ୍ରଭୁ କଥା କହୁଥିଲେ ବିଶ୍ୱାସ କର, କୌଣସି ବିଷୟ ତାଙ୍କ ପାଇଁ ଆଘାତର କାରଣ ହେବ ନାହିଁ, କାରଣ ତୁମ ପାଇଁ ମୁଁ ରାସ୍ତା ପ୍ରସ୍ତୁତ କରୁଅଛି। ତ ଆମମାନଙ୍କ ପାଇଁ ପ୍ରସ୍ତୁତକାରୀ, ସେଥିପାଇଁ ଆମମାନଙ୍କୁ ଏକ ଉଦ୍ଦେଶ୍ୟ ଆଗରୁ କହିବାକୁ ପଡିବ, ଭୟଭୀତ ହୁଅ ନାହିଁ। ଅନ୍ୟମାନଙ୍କୁ କହିବା, ଆମେ ମଣ୍ଡଳୀକୁ କହିବା। ଲେବି ପୁସ୍ତକ ତାର 19 ଅଧ୍ୟାୟ 1 ପଦ ଆମେ ଗୋଟିଏ ଅଧ୍ୟୟନ କରିବା। କଣ ପାଇଁ କହୁଅଛନ୍ତି ଯେ ମଣ୍ଡଳୀକୁ କୁହ, ଆମମାନଙ୍କର ଆଜି କର୍ତ୍ତବ୍ୟ ଆମ ଲୋକମାନଙ୍କୁ ଆମମାନଙ୍କ କହିବା ଏକ ଉଦ୍ଦେଶ୍ୟ, ଆମମାନଙ୍କର ଏକ ଲକ୍ଷ୍ୟ ରହୁ, କାରଣ ପରମେଶ୍ୱର ପବିତ୍ର ଅଟନ୍ତି। ଏଇ ଜଗତ ମଧ୍ୟରେ ଆମେ ଯେତେବେଳେ ଅପବିତ୍ରତାକୁ ଦିନକୁ ଦିନ ଦେଖୁଅଛୁ, ତ ପ୍ରଭୁଙ୍କର କ୍ରୋଧ, ପ୍ରଭୁଙ୍କର ଯେଉଁ କି ରାଗ ଆମମାନଙ୍କ ପ୍ରତି ବା ମନୁଷ୍ୟ ପ୍ରତି କି ପ୍ରକାର ହେବାକୁ ଯାଉଅଛି ଆମମାନେ ଜାଣୁଅଛୁ। ସେଥିପାଇଁ ଆମମାନଙ୍କର କର୍ତ୍ତବ୍ୟ ଏବେ ଯେ ଆମ ମଣ୍ଡଳୀ ପାଇଁ, ଆମ ଲୋକଙ୍କ ପାଇଁ, ଆମ ଗୋଷ୍ଠୀ ପାଇଁ, ଆମ ଜାତି ପାଇଁ ଆମମାନଙ୍କର ଗୋଟିଏ ଉଦ୍ଦେଶ୍ୟ ହଉ। ସେଇଦିନ ମୂଷାଙ୍କୁ ପରମେଶ୍ୱର କହିଲେ, କିନ୍ତୁ ଆଜି ମତେ ଏବଂ ଆପଣଙ୍କୁ ମଧ୍ୟ କହିବା ପାଇଁ ଚାହାନ୍ତି, ଆମେ ମଣ୍ଡଳୀକୁ କହିବା ଯେପରି ଆମେ ପବିତ୍ରତା ଜୀବନ ଯାପନ କରିବା। ଯୋଉ ପବିତ୍ରତା ଜୀବନ ଯାପନ କରନ୍ତି ସେଇମାନେ ପରମେଶ୍ୱରଙ୍କର ଲୋକ ବୋଲି ଗଣିତ ହୁଅନ୍ତି। ଯୋଉ ପବିତ୍ରତା ପରମେଶ୍ୱରଙ୍କ ପାଖରେ ଥାଏ, ସେଇ ପବିତ୍ରତା ଆମମାନଙ୍କ ପାଖରେ ହେବା ଆବଶ୍ୟକ। କାରଣ ପବିତ୍ର ଆତ୍ମାଙ୍କ ସହିତ ପୂର୍ଣ୍ଣ ହେଇ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ। ପବିତ୍ର ଆତ୍ମାଙ୍କ ସହିତରେ ସେ ଯେପରିକି ଯୀଶୁ ଖ୍ରୀଷ୍ଟ ଯାଇଅଛନ୍ତି, ଆଉ ଯେପରିକି ତାଙ୍କର ଗର୍ଭ ଯୀଶୁ ଖ୍ରୀଷ୍ଟଙ୍କର ମା ଯାଇଅଛନ୍ତି, ଯୀକ୍ଷରଙ୍କ ସ୍ତ୍ରୀଙ୍କର ଉଦର ମଧ୍ୟରେ ଯେପରିକି ଜହନ ଯେ ଜନ୍ମ ହେବାର ଏକ ସଚେତନ ବା ଚିହ୍ନ ଦେଖାଗଲା। ମୋର ପ୍ରିୟ ମାନେ, ଯେପରିକି ସେ ପଥ ପ୍ରସ୍ତୁତ ପବିତ୍ରତାର ବିଷୟ, ଆମମାନେ ଯେତେବେଳେ କି ପବିତ୍ରତାର କାର୍ଯ୍ୟ ଆରମ୍ଭ କରୁ, ପରମେଶ୍ୱର ବିଭିନ୍ନ ଜାଗାରେ ତାଙ୍କ କାର୍ଯ୍ୟକୁ ଆରମ୍ଭ କରନ୍ତି। ଆମ ଲୋକଙ୍କୁ, ଆମ ଗୋଷ୍ଠୀକୁ ସେ ଉଦ୍ଧାର କରିବା ପାଇଁ ନୂଆ ବିଷୟକୁ ସେ ପ୍ରେରଣ କରନ୍ତି। କାରଣ ଆମ୍ଭେ ତାହାଙ୍କର ଏକ ବଛା ଯାଇଥିବା ବ୍ୟକ୍ତିମାନେ ଅଟୁ। କାରଣ ଆମ୍ଭେ ତାହାଙ୍କ ଦ୍ୱାରା ମନୋନୀତ କରାଯାଇଥିବା ବଂଶ ଅଟୁ। କାରଣ ଆମେ ତାହାଙ୍କ ଦ୍ୱାରା ସେପାରେଟ କରାଯାଇଥିବା ବ୍ୟକ୍ତି ଅଟୁ। କାରଣ ଯୀଶୁଖ୍ରୀଷ୍ଟ ଯେତେବେଳେ କି ଏଇ ପୃଥିବୀକୁ ଆସିବାର ଥିଲା, ତାହା ପୂର୍ବରୁ ଜହନ ଆସି ଯୀଶୁଙ୍କ ବିଷୟରେ ପଥ ପ୍ରସ୍ତୁତ କଲେ। ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ସେ ଯେ ସମ୍ମାନିତ କରିବା ପାଇଁ ସେ ପଥ ପ୍ରସ୍ତୁତ କଲେ। ଆମମାନେ ଅଲରେଡି ଯୀଶୁଖ୍ରୀଷ୍ଟ ଆସି ସାରିଛନ୍ତି। ଦ୍ୱିତୀୟ ଆଗମନ ପାଇଁ ମୁଁ ଏବଂ ଆପଣ ଆଜି ପଥ ପ୍ରସ୍ତୁତ କରିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। କାରଣ ଆମମାନେ ସିଲେକ୍ଟେଡ, ଆମମାନେ ବଛା ଯାଇଅଛୁ। ଯେପରିକି ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ମନୋନୀତ କଲେ, ସେହିପରି କିନ୍ତୁ ଜଗତ ମଧ୍ୟରେ ଜନ୍ମ ନ ହଉଣୁ ପରମେଶ୍ୱର ଯୋହନଙ୍କୁ ସିଲେକ୍ଟ କଲେ, ଯୋଉଦ୍ୱାରା କି ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ସେ କହିବେ। ତ ଯୀଶୁଖ୍ରୀଷ୍ଟ ଆସିଲା ପରେ ଯେ ଅନେକ ଶିଷ୍ୟମାନଙ୍କୁ ଗଠନ କଲେ, ଆଉ ଶିଷ୍ୟମାନେ ଯେ ତାଙ୍କ ବାକ୍ୟକୁ ଆମେ ଶୁଣି ଆଜି ଯେପରିକି ଆମେ ମଧ୍ୟ ତାଙ୍କର ଯାତ୍ରୀ ହେଇ ଚାଲିଛୁ, ଆଉ ସେ ହେଉଛନ୍ତି ବ୍ରିଜ। ଆଉ ଯେପରିକି ଶିଷ୍ୟମାନେ ବ୍ରିଜ ହେଲେ, ସଂଯୋଜକ ହେଲେ, ଆମ ସହିତ ସେମାନେ କଥୋପକଥନ କଲେ, ଆମ ସହିତ ବାକ୍ୟ ପରମେଶ୍ୱରଙ୍କର ଆମମାନଙ୍କ ନିକଟକୁ ପହଞ୍ଚେଇଲେ, ଆମମାନଙ୍କୁ ସେ କାନ କୁହା ଯେପରିକି କାନରେ କହିବା କଥା କହିଲେ। ଯେପରିକି ଟେଲିଫୋନ ଏକ୍ସଚେଞ୍ଜ ଅଫିସ ଗୋଟିଏ ଜାଗାରେ ଥାଏ, କିନ୍ତୁ ସେ ପୃଥିବୀର ପ୍ରତ୍ୟେକ କୋଣରେ ବାକ୍ୟ ପହଞ୍ଚେଇ ପାରେ। ଆଜି ଆମମାନଙ୍କୁ ମଧ୍ୟ ସେହିପରି ପରମେଶ୍ୱର ଆଜି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ମନୋନୀତ କରିଅଛନ୍ତି। ଆମେ ଯେପରିକି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଆମମାନେ ତାଙ୍କର ବାକ୍ୟକୁ ପହଞ୍ଚେଇ ପାରିବା। ଆମେ ସାଧାରଣ ଲୋକ ନହୁଁ। ସେଥିପାଇଁ ଆସୁ ଗୋଟିଏ ବାକ୍ୟକୁ ଅଧ୍ୟୟନ କରିବା।
ଯେତେବେଳେ କି ଜହନକୁ ଡୁବକ ଜହନଙ୍କୁ ମଧ୍ୟ ଯେ ତାଙ୍କୁ ପ୍ରିପେୟାର ହେବା ପାଇଁ ପବିତ୍ରତା ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ବା ପରମେଶ୍ୱରଙ୍କ ଠାରୁ ସେ ଅଲଗା ଏକ ପ୍ରାନ୍ତର ମଧ୍ୟକୁ ଯିବାକୁ ପଡିଲା। ଆଉ ସେଇ ପ୍ରାନ୍ତର ମଧ୍ୟରେ ସେ ନିଜକୁ ପ୍ରିପେୟାର କରୁଛନ୍ତି। ଲୁକ ତାର 1 ଅଧ୍ୟାୟ ଯେତେବେଳେ କି ଆମେ 77 ରୁ 80 ପଦ ପର୍ଯ୍ୟନ୍ତ ଆମେ ଅଧ୍ୟୟନ କରିବା, ସେତେବେଳେ ଆମେ ଦେଖିବାକୁ ପାଇବା ସେ ଏକ ଅଲଗା ଜାଗାକୁ ପ୍ରଭୁ ତାଙ୍କୁ ନେଉଛନ୍ତି ଏବଂ ତାଙ୍କୁ ପ୍ରସ୍ତୁତ କରୁଛନ୍ତି। ଲୁକ 1 ଅଧ୍ୟାୟ ତାର 77 ରୁ 80 ପଦ ପର୍ଯ୍ୟନ୍ତ ଆମେ ଅଧ୍ୟୟନ କରିବା। ସେ କଣ ହେଲେ ଯେ ଏଥିରେ 3-4ଟି ବିଷୟ ଲେଖା ଅଛି। ପଦ ଶାନ୍ତି ପଥକୁ ଆଣିବା ନିମନ୍ତେ ପୁଣି ଆମମାନଙ୍କ ପଦ ଶାନ୍ତି ପଥକୁ ଆଣିବା ନିମନ୍ତେ କଣ ଏଥିରେ କଣ ଲେଖାଯାଇଛି? ଯେତେବେଳେ କି ସାଧୁ କି ଫାରୁସି ମାନଙ୍କ ନିକଟରେ ସେ କହିବାକୁ ଯାଆନ୍ତି, ସେ ତାଙ୍କୁ କହିବା ପୂର୍ବରୁ ଯେ ଶାନ୍ତିକୁ ଆଣିବେ, ଯେପରିକି ଶାନ୍ତି ବା ସେମାନଙ୍କୁ ଯେପରିକି ପରିତ୍ରାଣ, ଆନନ୍ଦ, ମୁକ୍ତି, ଉଦ୍ଧାର କରିବା ନିମନ୍ତେ ନିଜକୁ ସେ ପ୍ରିପାରେସନ କରିବା ନିମନ୍ତେ ତାଙ୍କୁ ପ୍ରାନ୍ତରରେ ରଖାଯାଉଅଛି। 80 ପଦରେ ଯେ ଲେଖାଯାଇଅଛି, ତାଙ୍କୁ ପ୍ରାନ୍ତରରେ ରହିଲେ, ସେ ପ୍ରାନ୍ତରରେ ଏକାକୀ ରହିଲେ ଭବିଷ୍ୟ ବକ୍ତା ଜିଖୟଙ୍କ ଦ୍ୱାରା ସେ ଯେପରିକି କହିବାକୁ ଚାହାନ୍ତି, ସେ ଭବିଷ୍ୟବାଣୀ କରୁଛନ୍ତି। 2 ଅଧ୍ୟାୟରେ ଯେତେବେଳେ ଜିଖୟଙ୍କ ଭାବବାଣୀ ତାଙ୍କ ପାଇଁ, ତାଙ୍କ ଯୋଉ କି ଜହନଙ୍କ ପାଇଁ ସେ ପ୍ରାନ୍ତରକୁ ଗଲେ ଆଉ ଶକ୍ତି ପ୍ରାପ୍ତ ହେବା ପର୍ଯ୍ୟନ୍ତ ସେ ପ୍ରାନ୍ତରରେ ରହିଲେ, ସେ ସେପାରେଟ ହେଲେ। ଆମମାନଙ୍କୁ ପ୍ରଭୁ ଆଜି ସେପାରେଟ କରିଛନ୍ତି। ଏଇ ଜଗତରୁ ଆମମାନଙ୍କୁ ଶକ୍ତି ପାଇବା ନିମନ୍ତେ ଏକ ସ୍ଥାନ ନିରୂପଣ କରିଛନ୍ତି। ଯେତେବେଳେ ଶିଷ୍ୟମାନେ, ଅନେକ ଲୋକମାନେ ପ୍ରଚାର ପାଇଁ ଯେତେବେଳେ କି ଶୁଣିବା ପାଇଁ ଗଲେ, ଯେତେବେଳେ କି ପିତର ପ୍ରଚାର କଲେ, ଅନେକ ଲୋକମାନେ ସେଥିରେ ଶକ୍ତି ପ୍ରାପ୍ତ ହେଲେ, ପବିତ୍ରତା ବିଷୟରେ ଜାଣିପାରିଲେ, ଯୀଶୁଙ୍କ ବିଷୟରେ ସେମାନେ ଜାଣିପାରିଲେ। ଆମମାନଙ୍କୁ ଏପରି ଗୋଟିଏ ଜାଗା, ଆମମାନଙ୍କୁ ସେପାରେସନ ଯେ ଆମେ ଶକ୍ତି ପ୍ରାପ୍ତ ହେବା, ଆଉ ଯୋଉଦ୍ୱାରା କି ଆମେ ଅନେକଙ୍କୁ ପ୍ରଭୁଙ୍କ ପଥକୁ ଆଣିପାରିବା। ଜହନ ମଧ୍ୟ ସେହିପରି ସେ ଶକ୍ତି ପ୍ରାପ୍ତ ହେବା ନିମନ୍ତେ, ପବିତ୍ରତା ହେବା ନିମନ୍ତେ ସେ ଯେ କି ପରମେଶ୍ୱରଙ୍କ ସମ୍ମୁଖରେ ବସିବା ପାଇଁ ତାଙ୍କୁ ମଧ୍ୟ ଆବଶ୍ୟକ ଥିଲା। ମୋର ପ୍ରିୟମାନେ, ଆପଣମାନେ ଜାଣନ୍ତି ଆମେ ଯେ ଏକ ବଛା ଯାଇଥିବା ମନୋନୀତ ପବିତ୍ର ଜାତି ଅଟୁ, ମନୋନୀତ ବଂଶ ଅଟୁ, ଯେ କି ପ୍ରଥମ ପିତର ତାର 2 ଅଧ୍ୟାୟ 9 ପଦରେ ଲେଖାଯାଇଛି। ଆମେ ନିର୍ବାଚିତ, ଆମେ ମନୋନୀତ, ଆମେ ନିର୍ବାଚିତ ହେଇନାହୁଁ, କିନ୍ତୁ ଆମେ ସିଲେକ୍ଟେଡ ହେଇଛୁ, ମନୋନୀତ ହେଇଅଛୁ, ଆମେ ଇଲେକ୍ଟେଡ ନହୁଁ। ଆଜି ଜଗତରେ ଅନେକ ଲୋକମାନେ ଇଲେକ୍ଟେଡ ହୁଅନ୍ତି, କିନ୍ତୁ ପ୍ରଭୁ ଆମମାନଙ୍କୁ ସିଲେକ୍ଟେଡ କରିଛନ୍ତି। ଆମେ ମନୋନୀତ ହେଇଅଛୁ, ଆମେ ପବିତ୍ର ଜାତି ଅଟୁ, ଆମେ ମନୋନୀତ ବଂଶ ଅଟୁ, ଯୋଉ ଲୋକ କି ପ୍ରଭୁଙ୍କ ନିମନ୍ତେ ଆମେ ସେପାରେଟ ହେଇଛୁ। ପ୍ରଥମ ପିତର 2 ଅଧ୍ୟାୟ 9 ପଦ ଆମେ ଯେତେବେଳେ ଦେଖିବା, ଆମେ ଜାଣିପାରିବା। ହାଲେଲୁୟା। ତୁମ୍ଭେମାନେ ମନୋନୀତ ଜାତି, ରାଜକୀୟ ଯାଜକୀୟ ବର୍ଗ, ତୁମେ ପବିତ୍ର ଜାତି, ମନୋନୀତ ବଂଶ ଅଟ। ଆମମାନଙ୍କୁ ପରମେଶ୍ୱର ଆଜି କହିବାକୁ ଚାହାନ୍ତି, ଯୀଶୁ ଖ୍ରୀଷ୍ଟ ଡିକ୍ଲାର କରିବା ପାଇଁ ଚାହାନ୍ତି, ଆମେ ସେଇ ସିଲେକ୍ଟେଡ ପିପଲ, ଆମେ ମନୋନୀତ କରାଯାଇଥିବା ଲୋକମାନେ। ଆମମାନଙ୍କୁ ପ୍ରଭୁ କଣ ପାଇଁ ମନୋନୀତ କରିଛନ୍ତି? ଅନ୍ୟମାନଙ୍କ ନିମନ୍ତେ ମନୋନୀତ କରିଛି, ଆମକୁ ନିଯୁକ୍ତି କରିଛନ୍ତି। ନିଯୁକ୍ତି ମିନ୍ସ ଆପଏଣ୍ଟେଡ। ଆମକୁ ପ୍ରଥମତଃ ସିଲେକ୍ଟେଡ କଲେ, ଦେନ୍ ଆମମାନଙ୍କୁ ଆପଏଣ୍ଟେଡ କଲେ। ଯେପରି ଜହନ ଲିଖିତ ସୁସମାଚାର ତାର 15 ଅଧ୍ୟାୟ 16 ପଦରେ ସେ କହୁଛନ୍ତି ଶିଷ୍ୟମାନଙ୍କୁ, ମୁଁ ତୁମମାନଙ୍କୁ ମନୋନୀତ କରିଅଛି। ତାର ଜହନ ତାର 15-16 ପଦକୁ ଆମେ ପଢିବା। ଆମମାନଙ୍କୁ କଣ ପାଇଁ ମନୋନୀତ କରିଅଛନ୍ତି? ସେ କହୁଛନ୍ତି, ତୁମ୍ଭେ ମାନେ ଯେପରି ଯାଇ ଫଳ ଉତ୍ପନ୍ନ କର, ଟୁ ବିୟର ଦ ଫ୍ରୁଟ୍ସ। ଫଳ ଉତ୍ପନ୍ନ କରିବା ଅର୍ଥ ଆମେ ଜାଣୁ ଯେ କଣ ଆମେ ଫଳ ଉତ୍ପନ୍ନ କରିବା। ଆମେ ତ ମଣିଷ କି ଫଳ ଉତ୍ପନ୍ନ କରିପାରେ? ଆମ୍ବ, ପଣିସ, ଯେପରିକି ଏମିତି ଆପଲ ଫାପଲ କିମ୍ବା କୌଣସି ପ୍ରକାର ଏମିତି ତ ନୁହଁ, ଗ୍ରେପ୍ସ ଏପରି ନୁହଁ। କିନ୍ତୁ ଆମମାନଙ୍କର ଫଳ ଉତ୍ପନ୍ନ କରିବା କଣ? ଯେ କି ଫଳ? ଆମେ ପ୍ରଭୁଙ୍କ ନିମନ୍ତେ ଉତ୍ତମ ଫଳ 12 ମାସରେ 12 ପ୍ରକାର ଫଳକୁ ଉତ୍ପନ୍ନ କରିପାରିବା।
ସେ ଆତ୍ମାଙ୍କ ଫଳ ଆମେ ଯେତେବେଳେ ଦେଖୁଛୁ ସେଥିରେ 9ଟି ଫଳ ବିଷୟରେ ଲେଖାଯାଇଛି। ତ ସେଇ ଫଳ ଆମମାନଙ୍କ ପାଖରେ ବି ଥିବା ଆବଶ୍ୟକ। ସେଥିପାଇଁ ଜହନ ଯେପରିକି କୁହାଯାଇଥିଲା, ତମେ ଶାନ୍ତିର ପଦ ଶାନ୍ତିରେ, ଯେପରି ଶାନ୍ତିର ଲୋକମାନଙ୍କୁ ଆମ୍ଭ ନିକଟକୁ ଆଣିପାରିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଏକ ଶାନ୍ତି ପ୍ରେରଣ କରିବା ନିମନ୍ତେ ଆମ୍ଭେ ତୁମମାନଙ୍କ ନିମନ୍ତେ ଏକ ଆତ୍ମା ପ୍ରେରଣ କରିବା। ତାହା ସେ ତୁମମାନଙ୍କୁ କଣ କରିବ? ସେ ତୁମମାନଙ୍କୁ ସାହାଯ୍ୟ କରିବ। It will comfort you. The Holy Spirit will comfort you, assist you. ତା ସାହାଯ୍ୟ କରିବ। ଆମମାନେ ଏ ପ୍ରକାର ଲୋକମାନେ ଯୋଉମାନେ ଅନ୍ଧକାର ମଧ୍ୟରେ ଅଛନ୍ତି ସେମାନଙ୍କୁ ଆମେ ଆସିଷ୍ଟ କରିବା, ଆମେ ସେମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ପାଇଁ ଆମେ ସେମାନଙ୍କୁ କଣ କରିବା? ସାହାଯ୍ୟ କରିବା। ଲେଟ୍ ଅସ୍ ମେକ୍ ଏ ଗୁଡ୍ ବ୍ରିଜ, ଷ୍ଟ୍ରଙ୍ଗ ବ୍ରିଜ, କଂକ୍ରିଟ ବ୍ରିଜ। ଆମେ ଯେପରିକି ମାନେ ଉତ୍ତମ ଏକ ବଳବାନ ବ୍ରିଜ କୁ ତିଆରି କରିପାରିବା, ଯୋଉଦ୍ୱାରା କି ଆମେ ସେମାନଙ୍କୁ ଏପାରରୁ ଅନ୍ଧକାର ମଧ୍ୟରୁ ଜ୍ୟୋତିକୁ ତାଙ୍କୁ ଆଣିପାରିବା। ସେଇ ପ୍ରକାର ବ୍ରିଜ ଆମେ ତିଆରି କରିବା। ସେଥିପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ସେ ଆମମାନଙ୍କୁ ଏଇଥିପାଇଁ ଆମମାନଙ୍କୁ ସେ ବାଛି ଅଛନ୍ତି, ସେଥିପାଇଁ ଆମମାନଙ୍କୁ ସେ ଡାକି ଅଛନ୍ତି, ଆମମାନଙ୍କୁ ସେଥିପାଇଁ ସେ ଅଲଗା କରିଅଛନ୍ତି। ଯେପରି ଜହନଙ୍କୁ ଅଲଗା କରିଥିଲେ, ଆମମାନଙ୍କୁ ମଧ୍ୟ ଜଗତର ଅନ୍ଧକାର ଠାରୁ ଆମମାନଙ୍କୁ ଆଲୋକକୁ ଅଲଗା କରିଅଛନ୍ତି, ଯୋଉଦ୍ୱାରା କି ଆମମାନେ ଯେ ଅନେକଙ୍କୁ ମନୋନୀତ କରିପାରିବା, ଅନେକଙ୍କୁ ଆମମାନେ ଶାନ୍ତିର ପଥ ଦେଖେଇ ପାରିବା, ଅନେକଙ୍କୁ ଆମମାନେ ଯେପରିକି ଆମେ ତାଙ୍କ ରାଜ୍ୟକୁ ପ୍ରବେଶ କରିପାରିବା। ସୋ ଆମେ ନିଜକୁ ଭାବିବା ନାହିଁ ମୁଁ ଯେବେ ବ୍ରିଜ ନୁହଁ, ମୁଁ ଗୋଟିଏ ବ୍ରିଜ, ଏପରି ବ୍ରିଜ, ମୁଁ ଷ୍ଟ୍ରଙ୍ଗେଷ୍ଟ ବ୍ରିଜ ଇନ୍ ଦ ୱାର୍ଲଡ। ଯୋଉ ପୃଥିବୀର ସବୁଠାରୁ ଶକ୍ତ ଯୋଉ କି ଶଙ୍ଖ ବା ସଂଯୋଜକ ଏକ ଯୋଉ ଶଙ୍ଖ ଅଟେ, କନେକ୍ସନ ଅଟେ, ମୁଁ ପ୍ରଭୁଙ୍କ ରାଜ୍ୟକୁ ଅନେକଙ୍କୁ ନେଇପାରିବି। ଏଫେସୀୟ 1:4 ଆମେ ଅଧ୍ୟୟନ କରିବା। ସେ ତାହାଙ୍କ ଠାରେ ଆମ୍ଭମାନଙ୍କୁ ମନୋନୀତ କଲେ ପତନାବଧି ପୂର୍ବରୁ। ପତନର ଅର୍ଥ ଆପଣ ଜାଣନ୍ତି, ଡିଷ୍ଟ୍ରାକ୍ସନ, କମ୍ପ୍ଲିଟଲି ନଷ୍ଟ ହେବା ପୂର୍ବରୁ ଆମମାନଙ୍କୁ ପ୍ରଭୁ ମନୋନୀତ କଲେ, ଯୋଉଦ୍ୱାରା କି ଆମମାନେ ଆଜି ଠିକ ଭାବରେ ଅଛୁ, ଯୋଉଦ୍ୱାରା କି ଆମମାନେ ତାଙ୍କ ନିମନ୍ତେ ସୁରକ୍ଷିତ ହେଇଅଛୁ। କାହା ନିମନ୍ତେ? ଯୋଉମାନେ କି ଆଜି ପତନକୁ ଯାଉଛନ୍ତି, ଯୋଉମାନେ କି ଅନ୍ଧକାରକୁ ଯାଉଛନ୍ତି, ଯୋଉମାନେ କି ଆଜି ନଷ୍ଟ ଆଡକୁ ଯାଉଛନ୍ତି, ଯୋଉମାନେ ଆଜି କି ଭ୍ରଷ୍ଟତା ଆଡକୁ ଯାଉଛନ୍ତି। ସେଥିପାଇଁ ଆମମାନଙ୍କୁ ପତନ ପୂର୍ବରୁ ଆମମାନଙ୍କୁ ମନୋନୀତ କଲେ, ଯୋଉଦ୍ୱାରା କି ଆମେ ପତନ ହେବା ନାହିଁ, ଯେପରିକି ଆମେ ଡିଷ୍ଟ୍ରାକ୍ସନ ହେବା ନାହିଁ, ଯେପରି ଆମେ ଅନ୍ୟର ପ୍ରତି ଏକ ଦ୍ୱନ୍ଦ୍ୱତା ତିଆରି କରିବା ନାହିଁ, ବରଂ ଆମେ ଶାନ୍ତି ଆଣିପାରିବା, ଅନ୍ୟମାନଙ୍କୁ ପବିତ୍ରକୃତ କରିବା। ସେଥିପାଇଁ ସେ ଆମମାନଙ୍କୁ ମନୋନୀତ କରିଅଛନ୍ତି। ସେଥିପାଇଁ ସେ ଆମମାନଙ୍କୁ ତାଙ୍କର ଏକ ସଞ୍ଚିତ ଧନ କରି ରଖିଛନ୍ତି। ସେଥିପାଇଁ ଆମମାନଙ୍କୁ ତାଙ୍କ ନିମନ୍ତେ ଏକ ସ୍ୱର୍ଗୀୟ ଧନ, ଯାହାକି କେବେ ମଧ୍ୟ କେହି ନେଇପାରିବେ ନାହିଁ, ସେହିପରି ଧନ ଭାବରେ ଆମମାନଙ୍କୁ ସେ କିଣି ଅଛନ୍ତି। ଯେତେବେଳେ ଆମେ ଦ୍ୱିତୀୟ ବିବରଣୀ ତାର 14:2 ଅଧ୍ୟୟନ କରିବା, ସେଥିରେ ଆମେ ଗୋଟିଏ ବିଷୟ ଜାଣିବା ଯେ ତୁମେ ଯେ ପବିତ୍ର ଲୋକ ଏବଂ ତୁମେ ହଉଛ ସଞ୍ଚିତ ଧନ ଅଟ। ସେଇ ଧନ ଯେ ପ୍ରଭୁ ଆମମାନଙ୍କୁ କରିଛନ୍ତି, ଆଉ ଅନ୍ୟମାନଙ୍କୁ ସେଇ ଧନ କରିବା ନିମନ୍ତେ, ପ୍ରଭୁଙ୍କ ରାଜ୍ୟରେ ଧନ ସଞ୍ଚୟ କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ହାଲେଲୁୟା। ଆମେ ପଢିବା ଦ୍ୱିତୀୟ ଗଣ ତାର 14:2। ସଞ୍ଚିତ ଧନ କରିବା ନିମନ୍ତେ ପ୍ରଭୁ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି। ସଞ୍ଚିତ ଧନ ମାନେ ତାର ଅର୍ଥ, ଆମେ ଯାହାକି ଧନ ଘରେ ସଞ୍ଚୟ କରୁଛୁ, କେତେ ପରିଶ୍ରମ କରିକି ଆମେ ସଞ୍ଚୟ କରିକି ଅମାରରେ ରଖିଥାଉ, ବ୍ୟାଙ୍କ ବାଲାନ୍ସ କରିଥାଉ। ଆମେ ଯଦି ଜଗତର ଧନକୁ ଆମେ ଦେଖୁ, ତ ପ୍ରଭୁ ଆମମାନଙ୍କୁ ତାଙ୍କ ନିମନ୍ତେ ଏକ ସଞ୍ଚିତ ଧନ ଏବଂ ପବିତ୍ର କରିଅଛନ୍ତି, ତାଙ୍କର ଲୋକ କରିଅଛନ୍ତି। ସେଇ ଧନକୁ କେହି ଯଦି ଚୋର କରିକି ନେବ, ତାହେଲେ କେତେ କଷ୍ଟ ଲାଗିବ। ଯୋଉ କି ଧନକୁ ଆମେ ସଞ୍ଚୟ କରିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି, ତାହା ଆମେ ଅନ୍ଧକାରରୁ ଆଲୋକକୁ ଆଣୁଛୁ। ସେଇ ଧନକୁ ଯଦି କିଏ ଯଦି ତାହାକୁ ହରଣ କରି ନିଏ, ତାହେଲେ ପ୍ରଭୁ କଣ କେତେ ଦୁଃଖ ନ କରନ୍ତି, ଆମେ ସେଥିରେ ଚିନ୍ତା କରିବା। କାରଣ ପ୍ରଭୁ ତାକୁ ସଞ୍ଚିତ ଧନ କରନ୍ତି, ଆମମାନଙ୍କୁ ସଞ୍ଚିତ ଧନ କରିଅଛନ୍ତି। ଆମେ ତାଙ୍କର ଲୋକଠୁ, ତାଙ୍କର ଧନଠୁ, ତାଙ୍କର ସଞ୍ଚିତ କରାଯାଇଥିବା ଗୋଟିଏ ଧନଠୁ
आमे तांकर बैलेंस तांकर बैंक बैलेंस जेपरि आमे संचित धन करू आमे तांको निमंते एक स्टोरेज बैलेंस डिपोजिटेड फिक्स डिपोजिटेड धन अटू आमे तांको निमंते धन अटू आमे तांको निमंते पवित्र अटू सेतिमे प्रभु आम्मानको आछि मनोनीत करिसंती सेतिमे प्रभु आम्मानको एई लक्ष्य देइछंती जाहाकि जोहनंको देइथिले जाहाकि मोसांको देइथिले जाहाकि जिसाई भविष्यत वक्तांको देइथिले आज आम्मानको सेई धन जे संचित करिवा निमंते प्रभु आम्मानको देइछंती सेतिबाय आम्माने सेई मनोनीत लोक अटू वी आर प्रिपेयरिंग द वे टू जीसस टू कम एंड कलेक्ट द पीपल आमे एई प्रकार रास्ता तैयारी करूछु जो अनेक लोक माने जेपरि प्रभु निकट को आसीबे सेई रास्ता अन्य माने किया तैयारी करनांती जोहन डुबक जोहनंकर आपण विषय जानंती भलसे से जेपरि प्रांतर मध्यरे घोषणा करंती ही वाज नॉट कॉम्प्रोमाइजिंग टू द प्रीच द वर्ड ऑफ गॉड परमेश्वर को वाक्य घोषणा करबा निमंते से साधु की पारसी मानक भितर काहाको तेल लगेई कि प्रचार करनथिले से सीधा प्रचार करुथिले डायरेक्ट प्रचार करुथिले हे काळो सर्पर वंश तमे दुष्ट की प्रकार उत्तम कथा कहि पारो मंद ठारू किपरि तुमे दूरेई जाई पारो हां से डायरेक्ट प्रचार करुथिले आम्मानकर मुख आजी डायरेक्ट कथा कहिबा मुख हेउ तांकर एक एपरि गुटे जीवन थिला एपरि आमने बेले बेले खाद्य खाइबा को पाउनु बोली आमने चिंतित थाउ किंतु तांकर जोहनकर एपरि जीवन थिला से दिवस रे कोन खाउथिले सकाळे कोन खाउथिले रात्रि रे ता खाउथिले से कोनोसी ठंडा दिन रे सेही वस्त्र पिंधिथिले तांकर वेडिंग प्रोग्राम रे सेही वस्त्र थिला तांकर एवं खरा दिन रे मध्ये सेही वस्त्र थिला से कोन खाउथिले से कोन पिंधुथिले बट ही वाज प्रिपेयरिंग द वे टू कम जीसस क्राइस्ट किंतु से तांकर विषय रे चिंता न करी यीशु ख्रीष्टंकर पथ विषय रे चिंता करूथिले यीशु ख्रीष्ट आसीबे एवं समस्त निमंते अपना जीवन को ढालिबे आमने बेले बेले निजे स्वार्थपर हेइथो मोर प्रिय माने आम निज वस्त्र निज खाद्य निज विषय रे चिंता करिथाउ किंतु जोहनकर सेही परि जीवन नथिला से एपरि कथावार्ता करुथिले एपरि वाक्य कहूथिले जो कि जीवन रे एक चैलेंज नै कार्य करुथिले आमानक जीवन रे आमे मध्य आज एपरि चैलेंज नेबा जाके आमे प्रभुंकर आगमन सन्निकट हेउछि आमे शेष घड़ी संधि मध्य अच्छु आमे मनोनीत एथिपाई हेइछु जे तांकर शांति निमंते तांकर राज्य निमंते आमाने प्रचार करिबा तांकर पवित्रता निमंते आमाने निजको प्रस्तुत करिबा अनेकंको पवित्रतार विषय को आमाने कहिबा अनेकंको सही कार्यालय रे कार्य करिया पई संयुक्त करिबा जे कार्यालय जे मु कहूथिली फुसुरु फासुरु कानो कुहा बदल बदल कार्यालय आमे खाली प्रचार करबा त न जेनरेशन टू जेनरेशन अनेक लोक माने प्रिपेयर हेले आमे आज प्रिपेयर अछु जेपरि मोसा अनेकंको नेता भाव रे व्यवहार करिया को चाहिए सब लीडर्स सब प्रीचर्स सब पास्टर्स सब प्रोफेट्स प्रभु जणकु जणकु तैयारी करिया पई बाछिबे आज मध्य आम माने जेते जण जूम रे बसिछु अनेकंको एपरि वाक्य को आमने पहुंचेबा जो द्वारा कि अनेक लोक माने प्रस्तुत हेबे प्रभु राज्य रे प्रवेश करबा निमंते से माने मध्य अन्य मानक निमंते ब्रिज साजंतु संयोजक साजंतु आम मानकर ताहा कर्तव्य जियो आमने कॉल्ड आउट आमने सिलेक्टेड आमने लीडर्स आमने गिवर्स आमने देवार परमेश्वर आमन को प्रभु देइछंती आम अन्य को वाक्य देवा आमने खाली जिनिस आकार विषय न प्रभु आमन को नेतृत्व दायित्व देइछंती जेपरि मोसा को से बाड़ी देइथिले आ से व्यवहार करि पारनथिले आ जेतले से कहिले सेते व्यवहार कले एई शेष घड़ी संधि मध्य रे आमन को एपरि विषय करिया को पडुछि आमन को जे दायित्व जे की शक्ति जे की हस्तरे जो आमन को दायित्व देइछंती ए दायित्व को तुलेबा काम आमनकर अटे ए संध्या काल समय आपण मान को उत्साहित करिया पई चाहे प्रभु आमन को मनोनीत करिसंती ही हैज कॉल्ड आउट से आमन को डाकी अछंती से आमन को सेपरेट करिसंती
ସେ ଅଲଗା କରିଛନ୍ତି। ସେ ଆମମାନଙ୍କୁ ତାଙ୍କର ପବିତ୍ର ଜାତି, ରାଜକୀୟ ଯାଜକୀୟ ବଂଶ କରିଛନ୍ତି। ଆମମାନେ ତାଙ୍କର ଧନ ଅଟୁ। ଆମେ ଅନ୍ୟଙ୍କୁ ମଧ୍ୟ ତାଙ୍କର ରାଜ୍ୟରେ ସଞ୍ଚୟ ଧନ କରି ଜଡ଼ିତ କରିବା। ଆମେ ଆଜି ନିଷ୍ପତ୍ତି ନେବା କି ଏହି ଶେଷ ଘଡ଼ି ସନ୍ଧି ମଧ୍ୟରେ ଯେପରି ଚିହ୍ନ ଏବଂ ଲକ୍ଷଣ ଆମେ ଦେଖୁଅଛୁ, ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ ହେବାକୁ ଯାଉଅଛି। ଆମେ କୋଉ ବାକ୍ୟ ପ୍ରଚାର କରିବା? ଆମେ ତାଙ୍କର ଆଗମନର ବାକ୍ୟ ଆଜି ପ୍ରଚାର କରୁ। ଲୋକଙ୍କୁ ମନ ପରିବର୍ତ୍ତନର ବାକ୍ୟକୁ ପ୍ରଚାର କରୁ। ତାଙ୍କୁ ଶାନ୍ତି ଦେବା ନିମନ୍ତେ, ଆନନ୍ଦ ଦେବା ନିମନ୍ତେ, ହୃଦୟରେ ତାଙ୍କ ପରିବାର ମଧ୍ୟରେ, ମଣ୍ଡଳୀରେ